ମୋ ନାଁ ପ୍ରଭାସ କୁମାର ନାୟକ। ଆଉ ଆମ ଘର ହେଉଛି କଟକ 42 ମୌଜା ବରାଳ। କ'ଣ ଅସୁବିଧା ହେଇଛି ତମର? ଅସୁବିଧା କି ଆମେ ଦିଲ୍ଲୀରେ ଥିଲୁ, ବାପା ମୋ ସାନ ଭାଇ ଥିଲା, ମୁଁ ମଝିରେ ବାପାଙ୍କୁ ନେଇକି ଯାଇଥିଲି। ତ ଆମେ ଦିଲ୍ଲୀରୁ ଫେରୁଥିବା ବେଳେ ଆମ ବାପାଙ୍କ ଟିକେ ମୁଣ୍ଡ ଟିକେ ପ୍ରୋବ୍ଲେମ୍ ଅଛି, ତ ସେ କେଉଁ ଷ୍ଟେସନରେ ଓହ୍ଲେଇ ପଡ଼ିଛନ୍ତି ଆମେ ସେ ଜାଣିନୁ। ଏଇଠି ଆଜି 2.5 ମାସ ହେଇଗଲାଣି, ତ ଆମେ ଏପର୍ଯ୍ୟନ୍ତ ତାଙ୍କର କିଛି ଖୋଜ ପାଇନୁ। ଆଚ୍ଛା, ଦିଲ୍ଲୀରେ କ'ଣ ବାପା ଚାକିରି କ'ଣ କରୁଥିଲେ? ବାପା ସେଠି ପ୍ଲମ୍ବର ଥିଲେ, ପାଣି ପିଇ କାମ କରନ୍ତି। ଆଚ୍ଛା, ତ ତମେମାନେ ବି ଦିଲ୍ଲୀରେ ରହୁଥିଲ? ନାଇଁ, ମୋ ସାନ ଭାଇ ଥିଲେ ଆଉ ମମି ଥିଲେ। ତ ମମି ଗାଁକୁ ପଳେଇ ଆସିଲା ପରେ ତ ସାନ ଭାଇ ସେଠି ଏକଲା ଥିଲା। ତାପରେ ବାବା ବି ଆସିଥିଲେ, ତ ମୁଁ ବାବାଙ୍କୁ ନେଇକି ଯାଇଥିଲି। ତାପରେ ସେଠି ଗଲା ପରେ ସେଠୁ କମ୍ପାନୀ ସେଠୁ କ'ଣ କହିଲା ନା ଏତେ ଦିନ ତାଙ୍କ ମେଣ୍ଟାଲ କଣ୍ଡିସନ୍ ଦିନକୁ ଦିନ ଖରାପ ହେଇ ଚାଲିଲା। ତ କମ୍ପାନୀ କ'ଣ କଲା ନା ବାହାର କରିଦେଲା। ତ ଆମେ ସବୁ ଏକା ସାଙ୍ଗରେ ଫେରୁଥିଲୁ, ଆମେ ଯାହା ଜିନିଷ ପତ୍ର ଥିଲା ସବୁ ନେଇକି ଏକା ସାଙ୍ଗେ ଫେରୁଥିଲୁ। ତ ଏମିତି ହେଇଛି ବାଟ। ତମେ ଦିଲ୍ଲୀରୁ କେଉଁ ଟ୍ରେନରେ ଆସିଥିଲ? ଆମେ ଦିଲ୍ଲୀରୁ ଆସିଥିଲୁ ପୁରୁଷୋତ୍ତମ ଏକ୍ସପ୍ରେସରେ। ତ କେଉଁ ପର୍ଯ୍ୟନ୍ତ ତମ ବାପା ଆଉ ତମର ବାପାଙ୍କୁ ଆମେ ଦେଖିଥିଲୁ ଲାଷ୍ଟ ପ୍ରୟାଗରାଜ ପାଖରେ, ସେଇଠୁ ଆମେ ସିଆଡ଼କୁ ଆଉ ପାଇନୁ। ଟ୍ରେନରେ ପାଖାପାଖି ବସିଥିଲ? ଟ୍ରେନରେ ଟିକେ ଡିଷ୍ଟାନ୍ସ ଥିଲା କିନ୍ତୁ। ଆଚ୍ଛା, ତ ତମେ ଲାଷ୍ଟ ପ୍ରୟାଗରାଜରେ ଦେଖିଥିଲ? ତାପରେ ତମେ ଖୋଜାଖୋଜି କଲ? ତାପରେ ଟ୍ରେନ୍ ଭିତରେ ଆମେ ଖୋଜିଲୁ, ଟ୍ରେନ୍ ଭିତରେ ସେଠୁ ପାଇଲୁନି। ତାପରେ ସେଠୁ ମୁଁ ଷ୍ଟେସନ ସବୁ ପ୍ରୟାଗରାଜ, ଫତେପୁର, ଗୋବିନ୍ଦପୁରୀ ଆଉ ମିର୍ଜାପୁର ସେଠି ଯାଇ ଖୋଜିଲି, ସେଠି କିଛି ପାଇନଥିଲି କି ସିସିଟିଭି ଫୁଟେଜରେ ପାଇନଥିଲି। ତାପରେ ଏବେ ବାଲେଶ୍ୱର ମଝିରେ ଯାଇଥିଲି ଖୋଜିବାକୁ, ସେଠି କିଛି ଲୋକ କହିଲେ କି ବାପାଙ୍କୁ ଦେଖିଛନ୍ତି ବୋଲି। ତମେ ବାଲେଶ୍ୱର ଖୋଜିବା ପାଇଁ ଯାଇଥିଲ ନା ଲୋକ କହିଲାରୁ? ନାଇଁ, ମୁଁ ଖୋଜିବା ପାଇଁ ଯାଇଥିଲି। କାହିଁକି ଡାଉଟ୍ ହେଲା ବାଲେଶ୍ୱର ବୋଲି? ମୁଁ ସେଠୁ ଖୋଜିଲା ପରେ ପୁଣି ମୁଁ କହିଲି ଟିକେ ଓଡ଼ିଶା ଭିତରେ ଟିକେ ଦେଖିବା। ତ ସେଠି ଗଲା ପରେ କିଛି ଜଣ ବସଷ୍ଟାଣ୍ଡରେ 2 ଜଣ ଚାହା ଦୋକାନୀ କହିଲେ କି ବାପା ସେଠି ଗୋଟେ ଦିନ ଥିଲେ ବୋଲି। ଆଉ ଜଣେ ମଉସାଙ୍କ ସାଙ୍ଗ ଜଣେ ହେବେ, ସିଏ ଜଣେ କହିଲେ। ଆଉ କିଛି 2-3 ଜଣ ଲୋକ ଏମିତି କହିଲେ, ଆଖପାଖ ଲୋକ କହିଲେ ହଁ ଆମେ ଦେଖିଛୁ ବୋଲି, ଫଳ ମାର୍କେଟ ଭିତରେ ଏମିତି କହିଲେ ସବୁ। କେତେ ବୟସ ହେବ ବାପାଙ୍କ ବୟସ 54 ବର୍ଷ ହେବ। ତାଙ୍କ ନାଁ କ'ଣ? ତାଙ୍କ ନାଁ ସରୋଜ କୁମାର ନାୟକ। ତ ତମର ମାନେ ତମେ ପୋଲିସରେ ଏଫଆଇଆର ଦେଇଛ? ଆଜ୍ଞା, କେଉଁ ଥାନାରେ ଦେଇଛ? ଆମର ବେଣ୍ଟକାର ଥାନାରେ ଦିଆଯାଇଛି। କ'ଣ କହିଛନ୍ତି ସେମାନେ ଖୋଜାଖୋଜି? ସେମାନେ କହିଥିଲେ କିଛି ଖବର ଯଦି ମିଳିବ ଆମେ ତୁମକୁ ଜଣେଇବୁ ବୋଲି କହିଥିଲେ। ଯେମିତି ତମ ବାଲେଶ୍ୱରରେ ତମର କିଏ ଲୋକ ଦେଖିଛନ୍ତି ବୋଲି କହିଲେ, ତାପରେ ଥାନାକୁ ଯାଇକିନି କଣ୍ଟାକ୍ଟ କରିଥିଲ? ସେଠିକା ଥାନାରେ ବି ଦିଆହେଇଥିଲା। ସେଠିକା ଥାନା ବେলা ସେ କହିଲେ ବି ଆମେ କିଛି ଏପର୍ଯ୍ୟନ୍ତ ଖବର ପାଇନୁ, ଖବର ମିଳିଲେ ଜଣେଇବୁ, ସିଏ ବି ସେଇ କଥା କହିଲେ। ଆଚ୍ଛା, ଯଦି ବସଷ୍ଟାଣ୍ଡ ପାଖରେ ଦେଖିଥିଲେ, ତ ବସଷ୍ଟାଣ୍ଡ ପାଖରେ କିଛି ସିସିଟିଭି ଫୁଟେଜ୍? ନାଇଁ, ବସଷ୍ଟାଣ୍ଡ ସେଠି ବାଲେଶ୍ୱର ବସଷ୍ଟାଣ୍ଡରେ କିଛି ସିସିଟିଭି ନାହିଁ, ତ ସେଇଟା ମିଳିବ। ଘରେ କିଏ କିଏ ଅଛନ୍ତି? ଘରେ ଆଜ୍ଞା ମୋ ସାନ ଭାଇ ଆଉ ମୋ ମାଆ ଅଛନ୍ତି। ଯଦି ଆପଣଙ୍କ ବାପାଙ୍କୁ କିଏ ପାଇବ, କେମିତି ଯୋଗାଯୋଗ କରିବେ ଆପଣ? ତା ବାପାଙ୍କୁ ଯଦି କିଏ ପାଇବେ ତାହେଲେ ମୋ ନମ୍ବର ଅଛି ଆମର, ତ ସେଥିରେ ଯୋଗାଯୋଗ କରିବେ। ଗୋଟେ ନମ୍ବର ହେଉଛି ଆମର 8260694914, ଆଉ ଗୋଟେ ନମ୍ବର 8800210460।